ଛାଡ଼ପତ୍ର ହେଇକି ଆଜି 2 ମାସ ବିତିଗଲାଣି। ବାପ ଘରେ କହିବା ପାଇଁ ଗଲେ ଏବେ ସବୁକିଛି ସେମିତି ସମାନ ରୂପରେ ନାହିଁ। ଆଗରୁ ଯେତେବେଳେ ସ୍ୱାମୀଙ୍କୁ ନେଇକି ବାପ ଘରକୁ ଆସିଥିଲି ନା, ସେତେବେଳେ ମୁଁ କ'ଣ ଖାଇବି, କ'ଣ ପିଇବି, କେଉଁଠି ରହିବି, କେଉଁଠି ଶୋଇବି, ଘରେ ଯେମିତି ସମସ୍ତେ ବ୍ୟସ୍ତ ବିବ୍ରତ ହେଇଯାଉଥିଲେ। କିନ୍ତୁ ଏବେ ମୁଁ ରହୁଥିବା ରୁମ୍ର ଫ୍ୟାନ୍ଟା ବି 2 ଘଣ୍ଟା ଯଦି ଏକ୍ସଟ୍ରା ଚାଲେ ନା, କେହି ନା କେହି ଆସିକି ବନ୍ଦ କରି କୁହନ୍ତି ଯେ ବିଲ୍ ଅଧିକା ଆସିଯିବ, ପିଣ୍ଡାରେ ଆସିକି ବସୁନ, ରୁମ୍ଟା ଭିତରେ କ'ଣ ପାଇଁ ବସୁଛ। କଥାବାର୍ତ୍ତାର ଶୈଳୀର ପରିବର୍ତ୍ତନ, ଘରେ ହେଉଥିବା ନାନା ପ୍ରକାରର ରୋଷେଇ ବ୍ୟଞ୍ଜନ ଭିତରେ ମୋ ପସନ୍ଦ ନାପସନ୍ଦର ଇଚ୍ଛାର କୌଣସି ମୂଲ୍ୟ ନାହିଁ। ଏମିତିକି ଛୋଟ ପିଲାଟାକୁ ବିସ୍କୁଟ ଟିକେ ଖୁଆଇବା ପାଇଁ ଭାବିଲେ ବି ଲୁଚେଇକି ଲୋକ ରଖନ୍ତି। ମାସଟେ ନ ଗଣୁନୁ ଏମିତି ବ୍ୟବହାର ଦେଖିକି ମନଟା ସବୁବେଳେ ବ୍ୟତିବ୍ୟସ୍ତ ହେଇଗଲାଣି। କିଛି କାହାକୁ ନ କହିକି ଚୁପଚାପ ସେମିତି ରୁମ୍ରେ ଗୋଟେ ପାଖରେ ବସିଥାଏ। ବେଳେବେଳେ ଫ୍ୟାନ୍ ବନ୍ଦ କରିକି ବସେ, ବେଳେବେଳେ ଅସ୍ୱସ୍ତି ଲାଗିଲେ ଟିକେ